ଯଜ୍ଞର ବେଦୀରେ ବସିଥିବା ନଡ଼ିଆ କର୍ପୂର ଉପରେ ରାଗିଯାଇ କହିଲା, ତୁଚ୍ଛ ଜୀବ, ମୋର ଶରୀର ବଡ଼, ତୁ ପ୍ରତିଦିନ ମୋ ପାଖରେ ବସି ମୋ ଜାଗା ଟାଣି ନେବାର ଚେଷ୍ଟା କରୁଛୁ। ଏବେ ତୋ ଉପରେ ପଡ଼ିଯିବି ତ ତୋ ମୁଣ୍ଡରୁ ଦହି ବାହାରି ପଡ଼ିବ। କର୍ପୂର ହସିଦେଇ କହିଲା, ଇଏ ତ ଆହୁରି ଭଲ କଥା ନଡ଼ିଆ ଭାଇ। ସେପରି ହେଲେ ମୋର ସୁଗନ୍ଧ ଚାରିଆଡ଼େ ଖେଳାଇ ହୋଇଯିବ। କ୍ରୋଧକୁ ଶାନ୍ତ ରହି ହିଁ ଜୟ କରାଯାଇପାରେ। ଅଖଣ୍ଡ ଜ୍ୟୋତି, ସେପ୍ଟେମ୍ବର 2014, ପୃଷ୍ଠା ସଂଖ୍ୟା 49। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।